ଓମ୍ ଶାନ୍ତି 5 ଅକ୍ଟୋବର 2025 ଅବ୍ୟକ୍ତ ମହାବାକ୍ୟ ପୁନରାବୃତ୍ତି 3 ମାର୍ଚ୍ଚ 2007। ମୁରଲୀର ସାରାଂଶ। ପରମାତ୍ମ ସଙ୍ଗରେ ରହି ଜ୍ଞାନର ଅବିର ଗୁଣ ଏବଂ ଶକ୍ତିର ରଙ୍ଗ ଲଗାଇବା ହିଁ ପ୍ରକୃତ ହୋଲି ପାଳନ କରିବା। ପରମାତ୍ମ ସଙ୍ଗରେ ରହି ଜ୍ଞାନର ଅବିର ଗୁଣ ଏବଂ ଶକ୍ତିର ରଙ୍ଗ ଲଗାଇବା ହିଁ ପ୍ରକୃତ ହୋଲି ପାଳନ କରିବା। ଆଜି ବାପ ଦାଦା ନିଜର ଶ୍ରେଷ୍ଠ ଭାଗ୍ୟଶାଳୀ ଏବଂ ଶ୍ରେଷ୍ଠ ପବିତ୍ର ପିଲାମାନଙ୍କ ସହିତ ହୋଲି ପାଳନ କରିବା ପାଇଁ ଆସିଛନ୍ତି। ଦୁନିଆରେ ଲୋକମାନେ ତ ଯେକୌଣସି ଉତ୍ସବକୁ କେବଳ ପାଳନ କରୁଛନ୍ତି, କିନ୍ତୁ ତୁମେ ପିଲାମାନେ କେବଳ ପାଳନ କରୁନାହଁ। ପାଳନ କରିବା ଅର୍ଥ ସେହିଭଳି ହେବା। ତେଣୁ ତୁମେମାନେ ହୋଲି ଅର୍ଥାତ ପବିତ୍ର ଆତ୍ମା ହୋଇଯାଇଛ। ତେବେ ତୁମେ ସମସ୍ତେ କେଉଁଭଳି ଆତ୍ମା? ହୋଲି ଅର୍ଥାତ ମହାନ ପବିତ୍ର ଆତ୍ମା ଅଟ। ଦୁନିଆର ଲୋକମାନେ ତ ନିଜର ଶରୀରକୁ ସ୍ଥୂଳ ରଙ୍ଗ ଦ୍ୱାରା ରଙ୍ଗାଉଛନ୍ତି, କିନ୍ତୁ ତୁମେ ଆତ୍ମାମାନେ ନିଜକୁ ଅର୍ଥାତ ଆତ୍ମାକୁ କେଉଁ ରଙ୍ଗରେ ରଙ୍ଗେଇଛ? ସବୁଠାରୁ ଭଲରୁ ଭଲ ରଙ୍ଗ କ'ଣ? ଅବିନାଶୀ ରଙ୍ଗଟି କ'ଣ? ତୁମେ ସମସ୍ତେ ଜାଣିଛ ଏବଂ ସମସ୍ତେ ପରମାତ୍ମ ସଙ୍ଗର ରଙ୍ଗ ଆତ୍ମାରେ ଲଗାଇଛ, ଯାହାଦ୍ୱାରା ଆତ୍ମା ପବିତ୍ରତାର ରଙ୍ଗରେ ରଙ୍ଗେଇ ଯାଇଛି। ଏହି ପରମାତ୍ମ ସଙ୍ଗର ରଙ୍ଗ କେତେ ମହାନ ଏବଂ କେତେ ସହଜ ଅଟେ। ସେଥିପାଇଁ ପରମାତ୍ମ ସଙ୍ଗର ମହତ୍ୱର ପ୍ରତୀକ ରୂପରେ ଏବେ ଅନ୍ତିମ ସମୟରେ ମଧ୍ୟ ସତ୍ସଙ୍ଗର ମହତ୍ୱ ରହିଛି। ତେବେ ସତ୍ସଙ୍ଗର ଅର୍ଥ ହେଲା ପରମାତ୍ମା ପିତାଙ୍କର ସଙ୍ଗରେ ରହିବା, ଯାହାକି ସବୁଠାରୁ ମହାନ ମଧ୍ୟ ଅଟେ ଏବଂ ସର୍ବଶ୍ରେଷ୍ଠ ମଧ୍ୟ ଅଟେ। ତେବେ ଏହିଭଳି ସଙ୍ଗରେ ରହିବା କ'ଣ କଷ୍ଟକର ଅଟେ କି? ଏବଂ ଏହିଭଳି ସଙ୍ଗର ରଙ୍ଗରେ ରହିବା ଦ୍ୱାରା ଯେପରି ପରମାତ୍ମା ଉଚ୍ଚରୁ ଉଚ୍ଚ ଅଟନ୍ତି, ସେହିପରି ତୁମେ ପିଲାମାନେ ମଧ୍ୟ ଉଚ୍ଚରୁ ଉଚ୍ଚ ପବିତ୍ର ମହାନ ଆତ୍ମା ପୂଜ୍ୟ ଆତ୍ମା ହୋଇଯାଇଛ। ତେବେ ଏହି ଅବିନାଶୀ ସଙ୍ଗର ରଙ୍ଗ ତୁମକୁ ପ୍ରିୟ ଲାଗୁଛି ନା? ଦୁନିଆରେ ଲୋକମାନେ କେତେ ଚେଷ୍ଟା କରୁଛନ୍ତି, ପୁଣି ବି ପରମାତ୍ମାଙ୍କର ସଙ୍ଗ ପ୍ରାପ୍ତ କରିବା ତ ଦୂରର କଥା, କେବଳ ମନେ ପକାଇବା ପାଇଁ ମଧ୍ୟ କେତେ ମେହନତ କରୁଛନ୍ତି। କିନ୍ତୁ ତୁମେ ଆତ୍ମାମାନେ ବାବାଙ୍କୁ ଜାଣିଯାଇଛ ଏବଂ ଦିଲ୍ର ସହିତ କହିଛ ମେରା ବାବା। ବାବା ମଧ୍ୟ କହିଛନ୍ତି ମେରେ ବଚେ, ଯାହାଦ୍ୱାରା ସଙ୍ଗର ରଙ୍ଗ ଲାଗିଯାଇଛି। ତେବେ ବାବା ତୁମମାନଙ୍କୁ କେଉଁ ରଙ୍ଗ ଲଗାଇଛନ୍ତି? ଜ୍ଞାନର ଅବିର ଲଗାଇଛନ୍ତି। ଗୁଣର ରଙ୍ଗ, ସର୍ବଶକ୍ତିର ରଙ୍ଗ ମଧ୍ୟ ଲଗାଇଛନ୍ତି, ଯେଉଁ ରଙ୍ଗ ଦ୍ୱାରା ତୁମେମାନେ ତ ଦେବତା ହୋଇଯାଇଛ। କିନ୍ତୁ ଏବେ କଳିଯୁଗର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ତୁମମାନଙ୍କର ପବିତ୍ର ମୂର୍ତ୍ତିଗୁଡ଼ିକ ଦେବାତ୍ମା ରୂପରେ ପୂଜା ପାଉଛନ୍ତି। ଦୁନିଆରେ ପବିତ୍ର ଆତ୍ମା ମଧ୍ୟ ବହୁତ ହେଉଛନ୍ତି, ମହାନ ଆତ୍ମା ମଧ୍ୟ ବହୁତ ହେଉଛନ୍ତି, ଧର୍ମାତ୍ମା ମଧ୍ୟ ବହୁତ ହେଉଛନ୍ତି, କିନ୍ତୁ ତୁମମାନଙ୍କର ପବିତ୍ରତା ଦେବାତ୍ମା ରୂପରେ ଆତ୍ମା ମଧ୍ୟ ପବିତ୍ର ହେଉଛି ଏବଂ ଆତ୍ମା ସହିତ ଶରୀର ମଧ୍ୟ ପବିତ୍ର ହେଉଛି। ତେବେ ଏତେ ଶ୍ରେଷ୍ଠ ପବିତ୍ରତା କିପରି ପ୍ରାପ୍ତ ହେଲା? କେବଳ ସଙ୍ଗର ରଙ୍ଗ ଦ୍ୱାରା। ତୁମେ ସମସ୍ତେ ନିଶାର ସହିତ କହୁଛ, ଯଦି କେହି ତୁମମାନଙ୍କୁ ପଚାରିବ ପରମାତ୍ମା କେଉଁଠି ରହୁଛନ୍ତି? ପରମଧାମରେ ନିଶ୍ଚିତ ରହୁଛନ୍ତି, କିନ୍ତୁ ଏବେ ସଙ୍ଗମ ଯୁଗରେ ପରମାତ୍ମା ତୁମମାନଙ୍କ ସହିତ କେଉଁଠି ରହୁଛନ୍ତି? ତେବେ ତୁମେମାନେ କ'ଣ ଉତ୍ତର ଦେବ? ପରମାତ୍ମାକୁ ଏବେ ଆମ ଭଳି ପବିତ୍ର ଆତ୍ମାମାନଙ୍କର ହୃଦୟ ସିଂହାସନ ହିଁ ଭଲ ଲାଗୁଛି। ଏହା ଠିକ୍ କଥା ନା? ତୁମମାନଙ୍କ ଦିଲ୍ରେ ବାବା ଏବଂ ବାବାଙ୍କ ଦିଲ୍ରେ ତୁମେମାନେ ରହୁଛ। ତେବେ ଯେଉଁମାନେ ରହୁଛନ୍ତି ସେମାନେ ହାତ ଉଠାନ୍ତୁ। ରହୁଛ ତ? ସମସ୍ତେ ହାତ ଉଠାଇଲେ। ଆଚ୍ଛା, ବହୁତ ଭଲ କଥା। ତୁମେ ନିଶାର ସହିତ କହୁଛ ପରମାତ୍ମାକୁ ମୋର ଦିଲ୍ ବ୍ୟତୀତ ଅନ୍ୟ କେଉଁଠି ବି ଭଲ ଲାଗୁନାହିଁ। କାହିଁକି ନା ଯୁଗଳ ରୂପରେ ରହୁଛ ନା? କ'ଣ ଯୁଗଳ ହୋଇ ରହୁଛ ତ? ତେବେ କେତେକ ପିଲା ଯୁଗଳ ରୂପରେ ରହୁଥିଲେ ମଧ୍ୟ
ସର୍ବଦା ବାବାଙ୍କର ସଙ୍ଗର ଲାଭ ଉଠାଉନାହାନ୍ତି। ସାଥୀ ତ କରିଦେଇଛନ୍ତି, ଏହା ମଧ୍ୟ ପକ୍କା ଅଟେ। ଯଦି ମେରା ବାବା ବୋଲି କହିଛ, ତେବେ ସାଥୀ ତ କରିଦେଇଛ, କିନ୍ତୁ ସବୁ ସମୟରେ ସଙ୍ଗର ଅନୁଭବ କରିବାରେ ଅନ୍ତର ଆସିଯାଉଛି। ଏଥିରେ ବାପ ଦାଦା ଦେଖୁଛନ୍ତି ପିଲାମାନେ କ୍ରମ ଅନୁସାରେ ଲାଭ ଉଠାଉଛନ୍ତି। ତେବେ ଏହାର କାରଣ କ'ଣ? ତୁମେମାନେ ମଧ୍ୟ ଏହାକୁ ଭଲ ଭାବରେ ଜାଣିଛ। ବାପ ଦାଦା ତ ପୂର୍ବରୁ ମଧ୍ୟ ଶୁଣାଇ ସାରିଛନ୍ତି, ଯଦି ଦିଲ ଭିତରେ ରାବଣର କୌଣସି ପୁରୁଣା ସମ୍ପତ୍ତି ପୁରୁଣା ସଂସ୍କାର ରୂପରେ ରହିଯାଇଥିବ, ତେବେ ରାବଣର ଜିନିଷ ତ ପର ଜିନିଷ ହେଲା ନା। ତେଣୁ ପର ଜିନିଷକୁ କେବେ ବି ନିଜ ପାଖରେ ରଖନ୍ତି ନାହିଁ, ତାକୁ ବାହାର କରିଦିଅନ୍ତି। କିନ୍ତୁ ବାପ ଦାଦା ଦେଖୁଛନ୍ତି ଏବଂ ବାର୍ତ୍ତାଳାପ କରିବା ବେଳେ ମଧ୍ୟ ଶୁଣୁଛନ୍ତି ଯେ ପିଲାମାନେ କହୁଛନ୍ତି, ବାବା ମୁଁ କ'ଣ କରିବି, ମୋର ସଂସ୍କାର ହିଁ ଏହିପରି। ତେବେ କ'ଣ ଏହା ତୁମର ଅଟେ ଯାହାକି କହୁଛ ମୋର ସଂସ୍କାର? କ'ଣ ଏଭଳି କହିବା ଠିକ୍ କି? ଏହା ମୋର ପୁରୁଣା ସଂସ୍କାର, ମୋର ପୁରୁଣା ସ୍ୱଭାବ, ଏହା କ'ଣ ଠିକ୍ କଥା? ଠିକ୍ କଥା? ଯେଉଁମାନେ ଭାବୁଛନ୍ତି ଏହା ଠିକ୍ କଥା, ସେମାନେ ହାତ ଉଠାଅ। କେହି ଉଠାଉନାହାନ୍ତି। ତେବେ କହୁଛ କାହିଁକି? କ'ଣ ଭୁଲରେ କହିଦେଉଛ କି? ଯେହେତୁ ତୁମେମାନେ ମର୍ଜିବା ଜନ୍ମ ନେଇସାରିଛ, ତେଣୁ ଏବେ ତୁମର ସାଙ୍ଗିଆ କ'ଣ? ପୁରୁଣା ଜନ୍ମର ସାଙ୍ଗିଆ ଅଛି ନା? ବିକେ ସାଙ୍ଗିଆ ଅଛି। ତୁମର ସାଙ୍ଗିଆ କ'ଣ ଲେଖୁଛ? ବିକେ ନା ଅମୁକ ଅମୁକ? ଯେବେ କି ମର୍ଜିବା ହୋଇଯାଇଛ, ତେବେ ପୁରୁଣା ସ୍ୱଭାବ ସଂସ୍କାରକୁ ମୋର ସଂସ୍କାର କିପରି କହୁଛ? ଏହି ପୁରୁଣା ଗୁଡ଼ିକ ତ ପରର ହୋଇଗଲା ନା, ମୋର ତ ନୁହେଁ ନା। ତେବେ ଏହି ହୋଲି ଉତ୍ସବରେ କିଛି ତ ଜଳାଇବ ନା? ହୋଲି ଉତ୍ସବରେ ଜଳାଇବା ସହିତ ରଙ୍ଗ ମଧ୍ୟ ଲଗାଇଥାନ୍ତି। ତେଣୁ ତୁମେମାନେ ଏହି ହୋଲି ଉତ୍ସବରେ କ'ଣ ଜଳାଇବ? ପୁରୁଣା ସଂସ୍କାରକୁ ମୋର ବୋଲି କହିବା, ଏହାକୁ ନିଜର ବ୍ରାହ୍ମଣ ଜୀବନର ଶବ୍ଦକୋଷରୁ ହିଁ ସମାପ୍ତ କରିଦିଅ। ଜୀବନ ମଧ୍ୟ ଏକ ଡିକ୍ସନାରୀ ଅର୍ଥାତ୍ ଶବ୍ଦକୋଷ ଅଟେ। ତେଣୁ ଏବେ ଆଉ ସ୍ୱପ୍ନରେ ମଧ୍ୟ କେବେ ଏହିଭଳି ଭାବିବ ନାହିଁ। ସଂକଳ୍ପରେ ଆସିବା ତ ଦୂରର କଥା, ତେବେ ପୁରୁଣା ସଂସ୍କାର ଗୁଡ଼ିକ ମୋର ବୋଲି ଭାବିବା, ଏଭଳି ସ୍ୱପ୍ନରେ ମଧ୍ୟ ଭାବିବାର ନାହିଁ। ଏବେ ତ ଯାହା ବାବାଙ୍କର ସଂସ୍କାର, ତାହା ତୁମମାନଙ୍କର ସଂସ୍କାର। ସମସ୍ତେ କହୁଛ ନା, ଆମର ଲକ୍ଷ୍ୟ ହେଲା ବାବାଙ୍କ ସମାନ ହେବା। ତେଣୁ ସମସ୍ତେ ନିଜ ଦିଲରେ ନିଜ ସହିତ ଦୃଢ଼ ସଂକଳ୍ପର ପ୍ରତିଜ୍ଞା କରିଲ ତ? ଭୁଲରେ ବି କେବେ ମୋର ବୋଲି କହିବାର ନାହିଁ। ମୋର କହିବା କାରଣରୁ ପୁରୁଣା ସଂସ୍କାର ଗୁଡ଼ିକ ମଧ୍ୟ ଫାଇଦା ଉଠାଇ ନେଉଛନ୍ତି। ସେଗୁଡ଼ିକୁ ମୋର କହିବା କାରଣରୁ ସେଗୁଡ଼ିକ ଆହୁରି ଭଲ ଭାବରେ ବସିଯାଉଛନ୍ତି, ବାହାରିବାକୁ ଚାହୁଁନାହାନ୍ତି। ତେବେ ବାପ ଦାଦା ସବୁ ପିଲାଙ୍କୁ କେଉଁ ରୂପରେ ଦେଖିବାକୁ ଚାହୁଁଛନ୍ତି, ତାହା ତ ତୁମେମାନେ ଜାଣିଛ ମଧ୍ୟ ଏବଂ ମାନୁଛ ମଧ୍ୟ। ବାପ ଦାଦା ପ୍ରତ୍ୟେକ ସନ୍ତାନକୁ ଭୃକୁଟି ସିଂହାସନ ଅଧିକାରୀ, ସ୍ୱରାଜ୍ୟ ଅଧିକାରୀ ରାଜା ସନ୍ତାନ, ଅଧୀନ ସନ୍ତାନ ନୁହେଁ, ନିୟନ୍ତ୍ରଣ କରିବାର ଏବଂ ଶାସନ କରିବାର ଶକ୍ତି ସମ୍ପନ୍ନ ରାଜା ସନ୍ତାନ ରୂପରେ ଏବଂ ମାଷ୍ଟର ସର୍ବଶକ୍ତିବାନ ସ୍ୱରୂପରେ ଦେଖୁଛନ୍ତି। ତୁମେମାନେ ମଧ୍ୟ ନିଜର କେଉଁ ରୂପକୁ ଦେଖୁଛ? ରାଜ୍ୟ ଅଧିକାରୀ ରୂପ ନା? ଅଧୀନ ତ ନୁହେଁ ନା? ତୁମେମାନେ ତ ଅଧୀନ ଆତ୍ମାମାନଙ୍କୁ ଅଧିକାରୀ କରିବା ବାଲା ଅଟ। ସର୍ବ ଆତ୍ମାଙ୍କ ପ୍ରତି ଦୟାଶୀଳ ହୋଇ ସେମାନଙ୍କୁ ଅଧୀନରୁ ଅଧିକାରୀ କରିବା ବାଲା ଅଟ ନା? ତେଣୁ ତୁମେ ସମସ୍ତେ ହୋଲି ପାଳନ କରିବା ପାଇଁ ଆସିଛ ନା? ବାପ ଦାଦାଙ୍କୁ ମଧ୍ୟ ଖୁସି ଲାଗୁଛି ଯେ ସମସ୍ତେ ସ୍ନେହ ରୂପୀ ବିମାନ ଦ୍ୱାରା ଆସି ପହଞ୍ଚି ଯାଇଛନ୍ତି। ସମସ୍ତଙ୍କ ପାଖରେ ବିମାନ ତ ଅଛି ନା? ବାପ ଦାଦା ତ ଜନ୍ମ ହେବା ମାତ୍ରକେ ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନକୁ ମନରୂପୀ ବିମାନ ଉପହାର ରୂପରେ ଦେଇଛନ୍ତି। ତେଣୁ ସମସ୍ତଙ୍କ ପାଖରେ ମନରୂପୀ ବିମାନ ଅଛି ତ? ବିମାନରେ ପେଟ୍ରୋଲ ଠିକ୍ ଅଛି ତ? ଡେଣା ଦୁଇଟି ଠିକ୍ ଅଛି ତ? ତାକୁ ଷ୍ଟାର୍ଟ କରିବାର ଆଧାର ଠିକ୍ ଅଛି ତ? ମଝିରେ ମଝିରେ ଚେକ୍ କରୁଛ ତ? ଏଭଳି ବିମାନ ଯାହାକି ଗୋଟିଏ ସେକେଣ୍ଡ ଭିତରେ 3 ଲୋକକୁ ଯାଇପାରିବ।
ଯଦି ସାହସ ଏବଂ ଉମଙ୍ଗ ଉତ୍ସାହ ରୂପୀ ଡେଣା ଦୁଇଟି ଠିକ୍ ଥିବ ତେବେ ଗୋଟିଏ ସେକେଣ୍ଡରେ ଷ୍ଟାର୍ଟ ହୋଇଯିବ। ତେବେ ଏହାକୁ ଷ୍ଟାର୍ଟ କରିବାର ଚାବି କ'ଣ? ମେରା ବାବା। ମେରା ବାବା କହିବା ମାତ୍ରକେ ଯେଉଁଠି ଇଚ୍ଛା ସେଠାରେ ପହଞ୍ଚି ପାରିବ, କିନ୍ତୁ ଡେଣା ଦୁଇଟି ଠିକ୍ ଥିବା ଦରକାର। ତେଣୁ ସାହସକୁ କେବେ ବି ଛାଡ଼ିବାର ନାହିଁ। କାହିଁକି ଜାଣିଛ? ବାପ ଦାଦାଙ୍କର ପ୍ରତିଶ୍ରୁତି ଏବଂ ବରଦାନ ହେଲା, ତୁମେ ଯଦି ସାହସର ସହିତ ଗୋଟିଏ ପାଦ ଉଠାଇବ ତେବେ ବାବା ତୁମକୁ 1000 ପାଦର ସହଯୋଗ ଦେବେ। ତେଣୁ ଯେପରି ବି କଡ଼ା ସଂସ୍କାର ହେଉନା କାହିଁକି, ସାହସକୁ କେବେ ବି ହରାଅ ନାହିଁ। କାରଣ କ'ଣ ଜାଣିଛ? ସର୍ବଶକ୍ତିବାନ ବାବା ତୁମ ସହିତ ଯୁଗଳ ରୂପରେ ସଦା ସହଯୋଗୀ ଅଟନ୍ତି ଏବଂ ସଦା ହାଜିର ଅଟନ୍ତି। ତେଣୁ ତୁମେମାନେ ସର୍ବଦା ସାହସର ସହିତ ସର୍ବଶକ୍ତିବାନଙ୍କର ଯୁଗଳ ହିସାବରେ ଅଧିକାର ରଖ ଏବଂ ଦୃଢ଼ ରୁହ। ହେବ ନିଶ୍ଚିତ ବାବା ମୋର ଏବଂ ମୁଁ ବାବାଙ୍କର। ଏହିଭଳି ସାହସପୂର୍ଣ୍ଣ ସଂକଳ୍ପକୁ କେବେ ବି ଭୁଲ ନାହିଁ। ତେବେ କ'ଣ ହେବ ଜାଣିଛ? ତୁମ ଭିତରେ ଯେଉଁ ସଂକଳ୍ପ ଉଠୁଛି ନା, କିପରି କରିବି, କ'ଣ କରିବି, ତାହା ପରିବର୍ତ୍ତିତ ହୋଇ ଏହିପରି ହୋଇଯିବ। କିପରି କରିବି, କ'ଣ କରିବି, ନା, ଏହିପରି ହୋଇକରି ହିଁ ରହିଛି। ତୁମେ ଭାବୁଛ ମୁଁ କରୁଛି ତ ହୋଇ ହିଁ ଯିବ, ହେବା ତ ଉଚିତ, ବାବା ତ ସାହାଯ୍ୟ କରିବେ ନା। ଏପରି ନୁହେଁ, ହୋଇ କରି ହିଁ ରହିଛି। ଏହିଭଳି ଦୃଢ଼ ନିଶ୍ଚୟ ବୁଦ୍ଧିବାଲାଙ୍କୁ ସାହାଯ୍ୟ କରିବା ପାଇଁ ବାବା ମଧ୍ୟ ବନ୍ଧାୟମାନ ଅଟନ୍ତି। ତେବେ ତୁମେମାନେ ବାବାଙ୍କ ଉପରେ ଅଧିକାର ତ ରଖୁଛ, କିନ୍ତୁ ଟିକିଏ ବଦଳାଇ ଦେଉଛ। କହୁଛ ବାବା ଆପଣ ତ ସାହାଯ୍ୟ କରିବେ ନା, ଆପଣ ତ ବନ୍ଧାୟମାନ ଅଟନ୍ତି ନା। ତେବେ ଏଥିରେ ନାଁ ଲଗାଇ ଦେଉଛ। ନିଶ୍ଚୟ ବୁଦ୍ଧିର ଅର୍ଥ ହେଲା ବିଜୟ ସୁନିଶ୍ଚିତ ଅଟେ, ଅର୍ଥାତ ହୋଇ କରି ହିଁ ରହିଛି। କାହିଁକି ନା ବାପ ଦାଦା ପ୍ରତ୍ୟେକ ସନ୍ତାନକୁ ଜନ୍ମ ହେବା ମାତ୍ରକେ ମସ୍ତକରେ ବିଜୟର ତିଲକ ଲଗାଇ ଦେଇଛନ୍ତି। ତେଣୁ ଦୃଢ଼ତାକୁ ନିଜର ତୀବ୍ର ପୁରୁଷାର୍ଥର ଚାବି କରିଦିଅ। ଯୋଜନା ବହୁତ ଭଲ ଭଲ କରୁଛ। ବାପ ଦାଦା ଯେତେବେଳେ ତୁମର ବାର୍ତ୍ତାଳାପ ସବୁ ଶୁଣୁଛନ୍ତି, ବହୁତ ସାହସର କଥା ମଧ୍ୟ ଶୁଣାଉଛ। ଯୋଜନା ଗୁଡ଼ିକ ମଧ୍ୟ ଶକ୍ତିଶାଳୀ ହୋଇ କରୁଛ। କିନ୍ତୁ ଯୋଜନା ଗୁଡ଼ିକୁ ଯେତେବେଳେ ବାସ୍ତବିକ ରୂପରେ କରିବାକୁ ଯାଉଛ, ସେତେବେଳେ ପ୍ଲେନ୍ ବୁଦ୍ଧି ଅର୍ଥାତ ସ୍ୱଚ୍ଛ ବୁଦ୍ଧି ହୋଇ କରୁନାହଁ। କରୁଛି ତ, ହେବା ତ ଉଚିତ, ଏହିଭଳି ନିଜ ଉପରେ ନିଶ୍ଚୟ ନଥିବାର ସଂକଳ୍ପ ବା ବ୍ୟର୍ଥ ସଂକଳ୍ପ ସେଥିରେ ମିଶାଇ ଦେଉଛ। ତେଣୁ ଏବେ ସମୟକୁ ଦୃଷ୍ଟିରେ ରଖି ପ୍ଲେନ୍ ବୁଦ୍ଧି ହୋଇ ସଂକଳ୍ପକୁ ସାକାର ରୂପରେ କାର୍ଯ୍ୟକାରୀ କର। ଟିକିଏ ବି ଦୁର୍ବଳ ସଂକଳ୍ପ ପ୍ରକଟ ନ ହେଉ। ସ୍ମୃତିରେ ରଖ ଯେ ଏବେ ପ୍ରଥମ ଥର ପାଇଁ କରୁନାହିଁ, ଅନେକ ଥର କରିଥିବା କାର୍ଯ୍ୟକୁ କେବଳ ପୁନରାବୃତ୍ତି କରୁଛି। ମନେ ପକାଅ, କଳ୍ପ କଳ୍ପର ବିଜୟୀ କେତେ ଥର ହୋଇସାରିଛ। ଅନେକ ଥରର ବିଜୟୀ ଅଟ ଏବଂ କଳ୍ପ କଳ୍ପ ବିଜୟୀ ହେବା ତୁମର ଜନ୍ମସିଦ୍ଧ ଅଧିକାର। ଏହିଭଳି ଅଧିକାରର ସହିତ ନିଶ୍ଚୟ ବୁଦ୍ଧି ହୋଇ ଦୃଢ଼ତାର ଚାବି ଲଗାଅ। ବିଜୟ ମଧ୍ୟ ତୁମ ବ୍ରାହ୍ମଣ ଆତ୍ମାକ ବ୍ୟତୀତ ଆଉ କାହା ପାଖକୁ ଯିବ। ବିଜୟ ତ ତୁମର ଜନ୍ମସିଦ୍ଧ ଅଧିକାର ଅଟେ ଏବଂ ଗଳାର ହାର ଅଟେ। ଏହିଭଳି ନିଶା ଅଛି ନା? ହେବ କି ନ ହେବ? ନା, ହୋଇକରି ହିଁ ରହିଛି। ଏତିକି ନିଶ୍ଚୟ ବୁଦ୍ଧି ହୋଇ ପ୍ରତ୍ୟେକ କାର୍ଯ୍ୟ କର। ବିଜୟ ସୁନିଶ୍ଚିତ ଅଟେ। ଏହିଭଳି ନିଶ୍ଚୟ ବୁଦ୍ଧି ଆତ୍ମାମାନେ ସର୍ବଦା ଏହି ନିଶା ରଖ ଯେ ବିଜୟ ତ ସୁନିଶ୍ଚିତ ଅଟେ, ହେବ କି ନ ହେବ ତାହା ନୁହେଁ, ନିଶ୍ଚିତ ହିଁ ଅଟେ। ଏହିଭଳି ନିଶା ରଖ, ଥିଲି, ଅଟେ ଏବଂ ହେବି। ତେବେ ଏହିଭଳି ହୋଲି ଅର୍ଥାତ ପବିତ୍ର ଆତ୍ମା ଅଟନା। ଶ୍ରେଷ୍ଠ ପବିତ୍ର ତ ନିଶ୍ଚିତ ଅଟ। ତେବେ ଜ୍ଞାନ ରୂପକ ଅବିରରେ ବାପ ଦାଦାଙ୍କ ସହିତ ହୋଲି ତ ଖେଳିଦେଲ, ଏବେ ଆଉ କ'ଣ ଖେଳିବ? ବାପ ଦାଦା ଦେଖୁଛନ୍ତି ଯେ ସମସ୍ତଙ୍କ ଭିତରେ ଉମଙ୍ଗ ଉତ୍ସାହ ମଧ୍ୟ ବହୁତ ଭଲ ରହିଛି। ଏଭଳି କରିଦେବୁ, ସେଭଳି କରିଦେବୁ, ଏହା ନିଶ୍ଚିତ ହେବ। ବାପ ଦାଦା ମଧ୍ୟ ବହୁତ ଖୁସି ହେଉଛନ୍ତି।
କିନ୍ତୁ ଏହି ଉମଙ୍ଗ ଉତ୍ସାହ ମଧ୍ୟ ସର୍ବଦା ଜାଗ୍ରତ ହୋଇ ରହିବା ଦରକାର। କେବେ କେବେ ସୁପ୍ତ ମଧ୍ୟ ହୋଇଯାଉଛି, ପୁଣି ଜାଗ୍ରତ ହୋଇଯାଉଛି। ତେଣୁ କେବେ ବି ସୁପ୍ତ ନ ହେଉ, ସର୍ବଦା ଜାଗ୍ରତ ଅବସ୍ଥାରେ ରହିଥାଉ। କାହିଁକି ନା ସାରା ସଙ୍ଗମ ଯୁଗ ହିଁ ତୁମ ପାଇଁ ଉତ୍ସବ ଅଟେ। ଯେହେତୁ ସେମାନେ ବହୁତ ସମୟ ଦୁଶ୍ଚିନ୍ତା ଭିତରେ ରହୁଛନ୍ତି, ସେଥିପାଇଁ କେବେ କେବେ ଉତ୍ସବ ପାଳନ କରୁଛନ୍ତି। ଭାବୁଛନ୍ତି ଉତ୍ସବରେ ଯଦି ନାଚିବୁ, ଗାଇବୁ, ଖାଇବୁ, ତେବେ ମନଟା ଟିକିଏ ବଦଳିଯିବ। କିନ୍ତୁ ତୁମମାନଙ୍କର ତ ସବୁ ମୁହୂର୍ତ୍ତରେ ନାଚିବା ଏବଂ ଗାଇବା ଚାଲିଛି। ତୁମେମାନେ ସଦାସର୍ବଦା ଖୁସିରେ ନାଚୁଛ ନା? ହଁ ନା ନାହିଁ? ନାଚିବା ଜଣାଅଛି ତ? ଖୁସିରେ ନାଚିବା ଜାଣିଛ ତ? ଯେଉଁମାନଙ୍କୁ ଜଣାଅଛି ସେମାନେ ହାତ ଉଠାଅ। ଆଚ୍ଛା, ତେବେ ନାଚିବା ଜାଣିଛ? ଯଦି ଜାଣିଛ, ତେବେ ଅଭିନନ୍ଦନ। ତେବେ ସବୁବେଳେ ନାଚୁଛ ଚାଲିଛ ନା କେବେ କେବେ? ବାପ ଦାଦା ଏହି ବର୍ଷ ପାଇଁ ହୋମୱାର୍କ କ'ଣ ଦେଇଥିଲେ? ଦୁଇଟି ଶବ୍ଦକୁ କେବେ ବି ଭାବିବ ନାହିଁ। ସମଟାଇମ୍ ଅର୍ଥାତ୍ କେବେ କେବେ, ସମଥିଙ୍ଗ ଅର୍ଥାତ୍ କିଛି କିଛି। ତାକୁ କାର୍ଯ୍ୟକାରୀ କରିଛ ନା ଏବେ ବି ସମଟାଇମ୍ କରୁଛ? କ'ଣ ସମଟାଇମ୍ ଏବଂ ସମଥିଙ୍ଗ ସମାପ୍ତ ହୋଇଯାଇଛି ତ? ଏହିଭଳି ନାଚିବାରେ ଥକିବାର ତ କୌଣସି କଥା ନାହିଁ ନା? ଚାହେ ଶୋଇଥାଅ, ଚାହେ କାମ କରୁଥାଅ, ଚାହେ ଚାଲୁଥାଅ, ଚାହେ ବସିଥାଅ, କିନ୍ତୁ ଖୁସିର ନାଚ ତ ନିଶ୍ଚିତ କରିପାରିବ। ଏବଂ ବାବାଙ୍କ ଠାରୁ ଯେଉଁ ସବୁ ପ୍ରାପ୍ତି କରିଛ, ତାର ଗୀତ ମଧ୍ୟ ଗାଇପାରିବ। କ'ଣ ଗୀତ ଗାଇବା ଜାଣିଛ ତ? ଏହି ଗୀତ ତ ସମସ୍ତଙ୍କୁ ଜଣାଅଛି। ମୁଖର ଗୀତ ଗାଇବା ତ କାହାକୁ ଆସିବ, କାହାକୁ ଆସିବ ନାହିଁ। କିନ୍ତୁ ବାବାଙ୍କର ପ୍ରାପ୍ତି ଗୁଡ଼ିକର ଗୀତ ଏବଂ ବାବାଙ୍କର ଗୁଣର ଗୀତ ଗାଇବା ତ ସମସ୍ତଙ୍କୁ ଆସିବ ନା? ତେଣୁ ତୁମର ସବୁଦିନ ଉତ୍ସବ, ସବୁ ମୁହୂର୍ତ୍ତରେ ଉତ୍ସବ। ସେଥିପାଇଁ ସର୍ବଦା ନାଚ ଏବଂ ଗାଅ। ଆଉ ତ କୌଣସି କାମ ଦିଆଯାଇ ନାହିଁ। କେବଳ ଏହି ଦୁଇଟି କାମ କର, ନାଚ ଏବଂ ଗାଅ, ଅର୍ଥାତ୍ ଜୀବନକୁ ଉପଭୋଗ କର। ବୋଝ କାହିଁକି ଉଠାଉଛ? ନାଚ, ଗାଅ ଏବଂ ଏନ୍ଜୟ କର। ବାସ୍। ଆଚ୍ଛା, ଏବେ ହୋଲି ତ ପାଳନ କରିନେଲ ନା? ଏବେ କ'ଣ ଆଉ ରଙ୍ଗ ହୋଲି ପାଳନ କରିବ? ଆଚ୍ଛା, ତୁମମାନଙ୍କୁ ହିଁ ତ ଭକ୍ତମାନେ କପି କରିବେ ନା? ତୁମେମାନେ ଭଗବାନଙ୍କ ସାଥିରେ ହୋଲି ଖେଳୁଛ, ତେଣୁ ଭକ୍ତମାନେ ମଧ୍ୟ କୌଣସି ନା କୌଣସି ଦେବୀ ଦେବତାଙ୍କ ସାଥିରେ ହୋଲି ଖେଳୁଛନ୍ତି। ଆଚ୍ଛା, ଆଜି ଅନେକ ପିଲାଙ୍କର ଇମେଲ୍ ମଧ୍ୟ ଆସିଛି, ପତ୍ର ମଧ୍ୟ ଆସିଛି, ଫୋନ୍ ମଧ୍ୟ ଆସିଛି। ଯାହା ବି ସବୁ ବିଜ୍ଞାନର ସାଧନ ଗୁଡ଼ିକ ଅଛି, ତା ମାଧ୍ୟମରେ ହୋଲିର ଅଭିନନ୍ଦନ ପଠାଇଛନ୍ତି। କିନ୍ତୁ ବାପ ଦାଦାଙ୍କ ପାଖରେ ତ ସଂକଳ୍ପ କରିବା ସମୟରୁ ହିଁ ପହଞ୍ଚି ଯାଉଛି। କିନ୍ତୁ ଚାରିଆଡ଼ର ପିଲାମାନେ ବିଶେଷ ଭାବରେ ମନେ ପକାଉଛନ୍ତି। ତେଣୁ ବାପ ଦାଦା ମଧ୍ୟ ସମସ୍ତଙ୍କର ନାମ ଏବଂ ବିଶେଷତା ସହିତ ପ୍ରତ୍ୟେକ ସନ୍ତାନକୁ ପଦ୍ମ ପଦ୍ମ ଆଶୀର୍ବାଦ ଦେବା ସହିତ ପଦ୍ମଗୁଣା ଆନ୍ତରିକ ଶୁଭେଚ୍ଛା ପ୍ରତିଦାନ ରୂପରେ ଦେଉଛନ୍ତି। ଯେତେବେଳେ ସନ୍ଦେଶୀମାନେ ବର୍ତ୍ତନକୁ ଯାଉଛନ୍ତି, ସେତେବେଳେ ସମସ୍ତେ ନିଜ ନିଜ ସ୍ଥାନର ଶୁଭେଚ୍ଛା ପଠାଉଛନ୍ତି ଏବଂ ଯେଉଁମାନେ ମଧ୍ୟ ଦେଇନାହାନ୍ତି, ସେମାନଙ୍କର ମଧ୍ୟ ବାପଦାଦାଙ୍କ ପାଖରେ ପହଞ୍ଚି ଯାଇଛି। ଏହା ହିଁ ତ ପରମାତ୍ମା ସ୍ନେହର ବିଶେଷତା ଅଟେ ନା? ଏହିଭଳି ଗୋଟିଏ ଗୋଟିଏ ଦିନ କେତେ ପ୍ରିୟ ଅଟେ। ଚାହେ ଗାଁରେ ରହିଥାନ୍ତୁ ବା ବଡ଼ ବଡ଼ ସହରମାନଙ୍କରେ ରହୁଥାନ୍ତୁ, କିନ୍ତୁ ଗାଁରେ ରହିବା ବାଲାଙ୍କର ଶୁଭେଚ୍ଛା ବାର୍ତ୍ତା କୌଣସି ପ୍ରକାରର ବିଜ୍ଞାନର ସାଧନ ନଥିଲେ ମଧ୍ୟ ବାବାଙ୍କ ପାଖରେ ପହଞ୍ଚି ଯାଉଛି। କାହିଁକି ନା ବାବାଙ୍କ ପାଖରେ ଆଧ୍ୟାତ୍ମିକ ସାଧନ ତ ବହୁତ ରହିଛି ନା? ଆଜିକାଲି ସମୟରେ ଡାକ୍ତରମାନେ ମଧ୍ୟ କହୁଛନ୍ତି ଔଷଧ ଖାଇବା ଛାଡ଼, ବ୍ୟାୟାମ କର। ସେହିପରି ବାପ ଦାଦା ମଧ୍ୟ କହୁଛନ୍ତି ଯୁଦ୍ଧ କରିବା, ମେହନତ କରିବା ଛାଡ଼। ସାରା ଦିନ ଭିତରେ 5 ମିନିଟ୍ ମନର ବ୍ୟାୟାମ କର। ଗୋଟିଏ ମିନିଟରେ ନିରାକାରୀ, ଗୋଟିଏ ମିନିଟରେ ଆକାରୀ, ଗୋଟିଏ ମିନିଟରେ ସବୁ ଆଡ଼ର ସେବାଧାରୀ, ଏହିଭଳି 5 ମିନିଟର ମନର ବ୍ୟାୟାମ ସାରା ଦିନ ଭିତରେ ଭିନ୍ନ ଭିନ୍ନ ସମୟରେ କର। ତାହେଲେ ସର୍ବଦା ସୁସ୍ଥ ରହିବ ଏବଂ ମେହନତରୁ ରକ୍ଷା ପାଇଯିବ। କ'ଣ ହୋଇପାରିବ ତ? ମଧୁବନ ନିବାସୀ ହୋଇପାରିବ ତ? ମଧୁବନ ହେଲା ମୂଳଦୁଆ। ମଧୁବନର ଭାଇବ୍ରେସନ୍ ନ ଚାହିଁଲେ ମଧ୍ୟ
ଚାରିଆଡ଼େ ପହଞ୍ଚି ଯାଉଛି। ମଧୁବନରେ ଯଦି କୌଣସି ଘଟଣା ଘଟୁଛି ତେବେ ସାରା ଭାରତର ବିଭିନ୍ନ ସ୍ଥାନରେ ତା ପରଦିନ ହିଁ ପହଞ୍ଚି ଯାଉଛି। ମଧୁବନରେ ଏଭଳି କୌଣସି ସାଧନ ବା ଯନ୍ତ୍ର ଲାଗିଛି ଯାହାକି କୌଣସି କଥା ଲୁଚି ପାରୁନାହିଁ। ଭଲ କଥା ବି ପହଞ୍ଚୁଛି, ପୁରୁଷାର୍ଥର କଥା ମଧ୍ୟ ପହଞ୍ଚୁଛି। ତେଣୁ ମଧୁବନ ଯାହା କରିବ ତାର ଭାଇବ୍ରେସନ ସ୍ୱତଃ ଏବଂ ସହଜରେ ଚାରିଆଡ଼େ ଖେଳିଯିବ। ତେଣୁ ମଧୁବନ ନିବାସୀ ପ୍ରଥମେ ବ୍ୟର୍ଥ ସଂକଳ୍ପକୁ ଷ୍ଟପ୍ କରନ୍ତୁ। କ'ଣ ହୋଇପାରିବ? ହୋଇପାରିବ? ଏମାନେ ଆଗରେ ଆଗରେ ବସିଛନ୍ତି ନା? ମଧୁବନ ନିବାସୀ ହାତ ଉଠାଅ। ତେବେ ମଧୁବନ ନିବାସୀ ପରସ୍ପର ଭିତରେ ଏଭଳି କୌଣସି ଯୋଜନା କର ଯାହାଦ୍ୱାରା ବ୍ୟର୍ଥ ସମାପ୍ତ ହୋଇଯିବ। ଏଥିପାଇଁ ବାପଦାଦା ଏଭଳି କହୁନାହାନ୍ତି ଯେ ସଂକଳ୍ପକୁ ବନ୍ଦ କରିଦିଅ, ବ୍ୟର୍ଥ ସଂକଳ୍ପକୁ ସମାପ୍ତ କର। ତା ଦ୍ୱାରା କୌଣସି ଲାଭ ତ ହେଉନାହିଁ, ବରଂ ଦୁଶ୍ଚିନ୍ତା ନିଶ୍ଚିତ ହେଉଛି। କ'ଣ ହୋଇପାରିବ? ଯେଉଁ ମଧୁବନ ନିବାସୀମାନେ ଭାବୁଛନ୍ତି ଆମେ ପରସ୍ପର ମିଶି ମିଟିଂ କରି ଏହିଭଳି କରିବୁ, ସେମାନେ ହାତ ଉଠାଅ। କରିବ? ଯଦି କରିବ ତେବେ ଲମ୍ବା ହାତ ଉଠାଅ। ଦୁଇଟି ଯାକ ହାତ ଉଠାଅ। ଅଭିନନ୍ଦନ। ବାପଦାଦା ଦିଲ୍ଲୀର ଆଶୀର୍ବାଦ ଦେଉଛନ୍ତି, ଅଭିନନ୍ଦନ ମଧ୍ୟ ଦେଉଛନ୍ତି। ମଧୁବନବାଲାଙ୍କ ଭିତରେ ସାହସ ଅଛି। ଯାହା ଚାହିଁବେ ତାହା କରିପାରିବେ ଏବଂ କରାଇ ପାରିବେ। ମଧୁବନର ଭଉଣୀମାନେ ମଧ୍ୟ ଅଛନ୍ତି। ଭଉଣୀମାନେ ମଧ୍ୟ ହାତ ଉଠାଅ, ବଡ଼ ହାତ ଉଠାଅ। ମିଟିଂ କରିବ, ଦାଦୀମାନେ ମିଟିଂ କରାଇବ। ଦେଖ, ସମସ୍ତେ ହାତ ଉଠାଉଛନ୍ତି। ଏବେ ନିଜର ହାତର ମାନ ରଖିବ। ଆଚ୍ଛା, ବ୍ରହ୍ମା ବାବା ଶେଷ ସମୟରେ ଯେଉଁ ବରଦାନ ନେଇ ଯାଇଛନ୍ତି, ନିରାକାରୀ, ନିର୍ବିକାରୀ, ନିରହଂକାରୀ, ବ୍ରହ୍ମା ବାବାଙ୍କର ଏହି ଶେଷ ବରଦାନ ପିଲାମାନଙ୍କ ପାଇଁ ଏକ ବହୁତ ବଡ଼ ଉପହାର ଅଟେ। ତେବେ କ'ଣ ଏବେ ଗୋଟିଏ ସେକେଣ୍ଡରେ ବ୍ରହ୍ମା ବାବାଙ୍କର ଏହି ଉପହାରକୁ ମନ ଭିତରେ ସ୍ୱୀକାର କରିପାରିବ? କ'ଣ ଏହି ଦୃଢ଼ ସଂକଳ୍ପ କରିପାରିବ ଯେ ବ୍ରହ୍ମା ବାବାଙ୍କର ଉପହାରକୁ ସର୍ବଦା ବାସ୍ତବିକ ଜୀବନରେ ଧାରଣ କରିବାକୁ ହିଁ ହେବ? କାହିଁକି ନା ଆଦିଦେବଙ୍କର ଉପହାର କିଛି କମ୍ ମୂଲ୍ୟବାନ ନୁହେଁ। ବ୍ରହ୍ମା ଗ୍ରେଟ୍ ଗ୍ରାଣ୍ଡଫାଦର ଅର୍ଥାତ୍ ଆଦିପିତା ଅଟନ୍ତି। ତାଙ୍କର ଉପହାରକୁ ସାଧାରଣ ଭାବ ନାହିଁ। ତେବେ ନିଜର ପୁରୁଷାର୍ଥ ଅନୁସାରେ ସଂକଳ୍ପ କର ଯେ ଆଜିର ଦିନରେ ହୋଲି ଅର୍ଥାତ୍ ଯାହା ବିତି ଯାଇଛି ବା ହୋଇଗଲା ବାସ୍। କିନ୍ତୁ ଆଜି ଦିନଠାରୁ ଉପହାରଟିକୁ ବାରମ୍ବାର ମନ ଭିତରେ ଜାଗ୍ରତ କରି ବ୍ରହ୍ମା ବାବାଙ୍କୁ ତାଙ୍କର ସେବାର ପ୍ରତିଦାନ ନିଶ୍ଚିତ ଦେବୁ। ଦେଖ, ବ୍ରହ୍ମା ବାବା ଅନ୍ତିମ ଦିନ, ଅନ୍ତିମ ସମୟ ପର୍ଯ୍ୟନ୍ତ ମଧ୍ୟ ସେବା କରିଛନ୍ତି। ଏହା ହେଉଛି ବ୍ରହ୍ମା ବାବାଙ୍କର ପିଲାମାନଙ୍କ ପ୍ରତି ଏବଂ ସେବା ପ୍ରତି ସ୍ନେହର ପ୍ରତୀକ। ତେଣୁ ବ୍ରହ୍ମା ବାବାକୁ ଉପହାରର ପ୍ରତିଦାନ ଦେବା ଅର୍ଥ ବାରମ୍ବାର ଜୀବନରେ ତାଙ୍କର ଉପହାରକୁ ସ୍ମୃତିରେ ରଖି କାର୍ଯ୍ୟକାରୀ କରିବା। ତେଣୁ ସମସ୍ତେ ନିଜର ଦିଲ୍ ଭିତରେ ସ୍ନେହର ପ୍ରତିଦାନ ରୂପରେ ସଂକଳ୍ପକୁ ଦୃଢ଼ କର। ଏହା ହିଁ ହେଉଛି ବ୍ରହ୍ମା ବାବାଙ୍କର ସ୍ନେହପୂର୍ଣ୍ଣ ଉପହାରର ପ୍ରତିଦାନ। ଆଚ୍ଛା, ଚାରିଆଡ଼ର ହୋଲିଏଷ୍ଟ, ଲକିଏଷ୍ଟ ପିଲାମାନଙ୍କୁ ସର୍ବଦା ଦୃଢ଼ ସଂକଳ୍ପ ରୂପୀ ଚାବିକୁ ବାସ୍ତବିକ ରୂପରେ କାର୍ଯ୍ୟରେ ଲଗାଉଥିବା ସାହସୀ ପିଲାମାନଙ୍କୁ, ସର୍ବଦା ନିଜର ମନକୁ ଭିନ୍ନ ଭିନ୍ନ ପ୍ରକାରର ସେବାରେ ବ୍ୟସ୍ତ ରଖୁଥିବା, ପ୍ରତି ପାଦରେ ପଦ୍ମର ରୋଜଗାର ଜମା କରୁଥିବା ପିଲାମାନଙ୍କୁ, ସର୍ବଦା ସବୁ ସମୟରେ ଉତ୍ସାହରେ ରହୁଥିବା, ସବୁ ଦିନକୁ ଉତ୍ସବ ମନେକରି ପାଳନ କରୁଥିବା ସଦା ଖୁସିନସିବି ପିଲାମାନଙ୍କୁ ବାପ ଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ, ନମସ୍ତେ, ସୁପ୍ରଭାତ। ଓମ୍ ଶାନ୍ତି। ଆଜିର ବରଦାନ। ଲଭ ଏବଂ ଲଭଲିନି ସ୍ଥିତିର ଅନୁଭବ ଦ୍ୱାରା ସବୁ କିଛି ଭୁଲି ଯାଉଥିବା ସଦା ଦେହୀ ଅଭିମାନୀ ଭବ। ଲଭ ଏବଂ ଲଭଲିନି ସ୍ଥିତିର ଅନୁଭବ ଦ୍ୱାରା ସବୁ କିଛି ଭୁଲି ଯାଉଥିବା ସଦା ଦେହୀ ଅଭିମାନୀ ଭବ। ଡିଟେଲ୍ସ: କର୍ମରେ, ବାଣୀରେ, ସମ୍ବନ୍ଧ ସମ୍ପର୍କରେ ଲଭ ଅର୍ଥାତ୍ ସ୍ନେହ ଏବଂ ସ୍ମୃତି ତଥା ସ୍ଥିତିରେ ଯଦି ଲଭଲିନି ରହିବ, ତେବେ ସବୁ କଥାକୁ ଭୁଲି ଦେହୀ ଅଭିମାନୀ ହୋଇଯିବ। କାରଣ ସ୍ନେହ ହିଁ ବାବାଙ୍କର ନିକଟ ସମ୍ବନ୍ଧକୁ ଆଣିଥାଏ।
ଏବଂ ସର୍ବସ୍ୱ ତ୍ୟାଗୀ କରିଥାଏ। ତେଣୁ ଏହି ସ୍ନେହର ବିଶେଷତା ଦ୍ୱାରା ବା ଲଭ୍ଲିନି ସ୍ଥିତିରେ ରହିବା ଦ୍ୱାରା ହିଁ ସର୍ବ ଆତ୍ମାଙ୍କର ଭାଗ୍ୟକୁ ଜାଗ୍ରତ କରିପାରିବ। ଏହି ଲଭ ଅର୍ଥାତ୍ ସ୍ନେହ ହିଁ ଲକ୍ ଅର୍ଥାତ୍ ଭାଗ୍ୟର ଲକ୍ ଅର୍ଥାତ୍ ତାଲାର ଚାବି ଅଟେ ଏବଂ ମାଷ୍ଟର କି ଅଟେ। ଏହାଦ୍ୱାରା କିପରି ବି ଦୁର୍ଭାଗ୍ୟଶାଳୀ ଆତ୍ମାକୁ ଭାଗ୍ୟଶାଳୀ କରିଦେଇ ପାରିବ। ଆଜିର ସ୍ଲୋଗାନ, ନିଜର ପରିବର୍ତ୍ତନର ସମୟକୁ ଯଦି ନିର୍ଦ୍ଧାର୍ଯ୍ୟ କରିଦେବ ତେବେ ବିଶ୍ୱ ପରିବର୍ତ୍ତନ ଆପେ ଆପେ ହୋଇଯିବ। ନିଜର ପରିବର୍ତ୍ତନର ସମୟକୁ ଯଦି ନିର୍ଦ୍ଧାର୍ଯ୍ୟ କରିଦେବ ତେବେ ବିଶ୍ୱ ପରିବର୍ତ୍ତନ ଆପେ ଆପେ ହୋଇଯିବ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା, ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡ଼ିକୁ ପ୍ରୟୋଗ କର। ସଂକଳ୍ପ ଶକ୍ତିର ଦର୍ପଣ ହେଲା ତୁମମାନଙ୍କର ବାଣୀ ଏବଂ କର୍ମ। ଚାହେଁ ଅଜ୍ଞାନୀ ଆତ୍ମା ହୁଅନ୍ତୁ, ଚାହେଁ ଜ୍ଞାନୀ ଆତ୍ମା ହୁଅନ୍ତୁ, ଉଭୟଙ୍କର ସମ୍ବନ୍ଧ ସମ୍ପର୍କରେ ଆସିବାରେ ତୁମର ବାଣୀ ଏବଂ କର୍ମ ଶୁଭ ଭାବନା ଶୁଭ କାମନା ସମ୍ପନ୍ନ ହେଉ। ଯେଉଁମାନଙ୍କର ସଂକଳ୍ପ ଶକ୍ତିଶାଳୀ ଅଥବା ଶୁଭ ହୋଇଥିବ ସେମାନଙ୍କର ବାଣୀ ଏବଂ କର୍ମ ମଧ୍ୟ ସ୍ୱତଃ ହିଁ ଶକ୍ତିଶାଳୀ ଅର୍ଥାତ୍ ଶୁଦ୍ଧ ହୋଇଥିବ ଏବଂ ଶୁଭ ଭାବନା ସମ୍ପନ୍ନ ହୋଇଥିବ। ସଂକଳ୍ପ ଶକ୍ତିଶାଳୀ ହେବାର ଅର୍ଥ ହେଲା ଯୋଗର ଶକ୍ତି ନିଶ୍ଚିତ ଶ୍ରେଷ୍ଠ ହୋଇଥିବ, ଶକ୍ତିଶାଳୀ ହୋଇଥିବ ଏବଂ ସେମାନେ ସହଯୋଗୀ ମଧ୍ୟ ହୋଇଥିବେ। ଓମ୍ ଶାନ୍ତି।